Don't take hardly what others are saying about you. Either it could be bad or either it could be good. Don't take hardly. Otherwise, you will die. You will ruin your life. You must know this truth. You must know this reality. ସମାଜର ଲୋକ ଯେଉଁ ମଧ୍ୟ କଥା କୁହନ୍ତି ତାକୁ ହୃଦୟରେ ନିଅନ୍ତୁ ନାହିଁ, ତାକୁ ସିରିୟସଲି ନିଅନ୍ତୁ ନାହିଁ। ନେଲେ ଆପଣମାନେ ନିଜେ ହିଁ ମରିବେ, ନିଜେ ହିଁ ବିନାଶ ହେବେ। ଭଲ କୁହନ୍ତୁ ବା ଖରାପ କୁହନ୍ତୁ ଆପଣମାନଙ୍କ ବିଷୟରେ, କେବେ ମଧ୍ୟ ସିରିୟସଲି ନିଅନ୍ତୁ ନାହିଁ, କେବେ ମଧ୍ୟ ହୃଦୟରେ ନିଅନ୍ତୁ ନାହିଁ। ନେଲେ ଆପଣମାନେ ନିଜେ ହିଁ ମରିବେ। এই সত্যକୁ ଜାଣି ରଖନ୍ତୁ। When Bible clearly says, Ecclesiastes chapter 7:21, it clearly says, don't take hardly what others are saying about you. ବାଇବେଲ କହୁଛି, ଉପଦେଶକ 7:21 କହୁଛି, ସମାଜର ଲୋକ ଯେଉଁ ମଧ୍ୟ କଥା କୁହନ୍ତି, ଭଲ କୁହନ୍ତୁ ବା ଖରାପ କୁହନ୍ତୁ, ତାକୁ ହୃଦୟରେ ନିଅନ୍ତୁ ନାହିଁ, ନେଲେ ଆପଣମାନେ ହିଁ ମରିବେ। ଏହି ସତ୍ୟକୁ ଜାଣି ରଖନ୍ତୁ। Even I don't care, this is my personal opinion I want to share. I don't care what others are saying about me. I don't take it seriously what others are saying about me. Either it could be good or either it could be bad. Even I don't care what the society people are saying about me, because I know how good I am and I know how bad I am. So I don't take it seriously what others are saying about me. ମୋ ବିଷୟରେ କହିବା ପାଇଁ ଚାହୁଁଛି, ମୋତେ କିଛି ଫରକ ପଡ଼େ ନାହିଁ ସମାଜ ଲୋକ ମୋତେ କେଉଁ କଥା କହୁଛନ୍ତି, ଭଲ କହୁଛନ୍ତି ବା ଖରାପ କହୁଛନ୍ତି। କାରଣ ମୋତେ ଜଣା, କାରଣ ମୁଁ ଜାଣିଅଛି ମୋ ବିଷୟରେ ମୁଁ କେତେ ଭଲ ଆଉ ମୁଁ କେତେ ଖରାପ ଆଉ କେତେ ମୂର୍ଖ, ମୁଁ ଭଲ ଭାବରେ ମୋ ବିଷୟରେ ମୁଁ ଜାଣିଅଛି। ସେଥିପାଇଁ ମୋତେ ସମାଜର ଲୋକ କେଉଁ ମଧ୍ୟ କଥା କୁହନ୍ତି ମୋତେ କିଛି ଫରକ ପଡ଼େ ନାହିଁ। ଭଲ କୁହନ୍ତୁ ବା ଖରାପ କୁହନ୍ତୁ, ମୋତେ କିଛି ଯାଏ ଆସେ ନାହିଁ। I will tell you the reality of the truth of this life, and to tell you one of the kadwa such. You must know this truth, you must know this reality. ମୁଁ ଆପଣମାନଙ୍କୁ ବହୁତ ବଡ଼ ସତ୍ୟ କଥା କହିବା ପାଇଁ ଚାହୁଁଛି। If you know yourself, the more you know yourself, your weaknesses, the more you know your strength and weaknesses, the more you will powerful, the more you will effective person you will be in life. You will more wise in your life. Once you know the more you know yourself, you will be wise, you will be cunning, you will be smart, you will be wise. No one can deceive you, no one can dominate over you, no one can suppress to you. You must know this truth. ମୁଁ ଆପଣଙ୍କର ବହୁତ ବଡ଼ ସତ୍ୟ କଥା କହିବା ପାଇଁ ଚାହୁଁଛି। ଯେତିକି ଆପଣମାନଙ୍କ ବିଷୟରେ ଜାଣିବେ ସେତିକି ଆପଣମାନେ ପାୱାରଫୁଲ୍ ହେବେ, ଶକ୍ତିଶାଳୀ ହେବେ, ବୁଦ୍ଧିମାନ ହେବେ, ଜ୍ଞାନବାନ ହେବେ, ସେତିକି ଚତୁର ହେବେ। ଆପଣମାନଙ୍କୁ କେହି ଠକି ପାରିବେ ନାହିଁ, ମୂର୍ଖତା ବନେଇ ପାରିବେ ନାହିଁ, ଯଦି ଆପଣମାନେ ନିଜ ଦୁର୍ବଳ ବିଷୟରେ, ନିଜ ଶକ୍ତି ବିଷୟରେ ଜାଣିବେ। ଯେତିକି ଆପଣମାନେ ନିଜ ବିଷୟରେ ଜାଣିବେ ସେତିକି ଆପଣମାନେ ପାୱାରଫୁଲ୍ ହେବେ, ସେତିକି ଚାଲାକି ହେବେ, ସେତିକି ଚତୁର ହେବେ। ଆପଣମାନଙ୍କୁ କେହି ହେଲେ ମଧ୍ୟ ଶାସନ କରିପାରିବେ ନାହିଁ, ଆପଣଙ୍କୁ କେହି ହେଲେ ମଧ୍ୟ ମୂର୍ଖତା ବନେଇ ପାରିବେ ନାହିଁ, ଯଦି ଆପଣମାନେ ନିଜର ଦୁର୍ବଳ ବିଷୟରେ, ନିଜର ଶକ୍ତି ବିଷୟରେ ଜାଣିବେ। So I want to once again to remind you, don't take seriously what others are saying about you. Otherwise you will die, you will ruin your life. You must know this truth. ପୁଣି ଥରେ ମୁଁ ଆପଣଙ୍କୁ ମନେ ପକାଇ ଦେବା ପାଇଁ ଚାହୁଁଛି, ଯେଉଁ ମଧ୍ୟ ସମାଜର ଲୋକ କଥା କହନ୍ତି, ସମାଜର ଲୋକମାନେ କଥା କୁହନ୍ତି, ତାକୁ ତୁମେ କେବେ ମଧ୍ୟ ସିରିୟସଲି ନିଅନ୍ତୁ ନାହିଁ, କେବେ ମଧ୍ୟ ହୃଦୟରେ ନିଅନ୍ତୁ ନାହିଁ। ନେଲେ ଆପଣମାନେ ନିଜେ ହିଁ ମରିବେ, ନେଲେ ଆପଣମାନେ ନିଜେ ହିଁ ବିନାଶ ହେବେ। ଏହି ସତ୍ୟ କଥାକୁ ଜାଣି ରଖନ୍ତୁ।